ମା ଆମେ ଆଲୋଚନା କରୁଛନ୍ତି ମାତୃରଚନାବଳୀ ଭାଗ 10। ଆଜି ଆଲୋଚନା କରିବା ଜ୍ଞାନ 210 211। ଅଜ୍ଞାନର ବଶବର୍ତ୍ତୀ ହୋଇ ମୁଁ ଭାବିଥିଲି ଯେ କ୍ରୋଧ ହୁଏତ ଔଚିତ୍ୟଯୁକ୍ତ ହୋଇପାରିବ ଏବଂ ପ୍ରତିଶୋଧ ମଧ୍ୟ ଭବ୍ୟ ହୋଇପାରିବ। ମାତ୍ର ବର୍ତ୍ତମାନ ଯେତେବେଳେ ମୁଁ ଆଚିଲେସ୍ଙ୍କୁ ତାଙ୍କର ସେହି ବିରାଟ କ୍ରୋଧାନ୍ୱିତ ଅବସ୍ଥାରେ ଦେଖିପାରୁଛି, ସେତେବେଳେ ମୁଁ ପ୍ରକୃତରେ କେଡ଼େ ସୁନ୍ଦର ଗୋଟିଏ ଶିଶୁକୁ ଏକ ଚମତ୍କାର କ୍ରୋଧ ଭାବ ମଧ୍ୟରେ ଦେଖିବାକୁ ପାଉଛି ଏବଂ ତାହା ଦେଖି ମୁଁ ବଡ଼ ପ୍ରସନ୍ନ ଓ ମୁଁ ବେଶ ଆମୋଦିତ। ଜ୍ଞାନ 211। କ୍ରୋଧକୁ ନିଜର ବଶ କରି ରଖିଥିବା ସମୟରେ କ୍ଷମତା ସୁନ୍ଦର ଓ ଉଦାର ଦିଶେ। ଧ୍ୱଂସ ସାଧନ ମଧ୍ୟ ଭବ୍ୟ ହୋଇପାରେ, ମାତ୍ର ପ୍ରତିଶୋଧ ଦ୍ୱାରା ପ୍ରେରିତ ହୋଇଥିବା ସମୟରେ ତାହା ନିଜର ଜାତିକୁ ହରାଇ ଦେଇଥାଏ। ତୁମେ ଏସବୁକୁ ପରିତ୍ୟାଗ କର, କାରଣ ଏସବୁ ହେଉଛି ଏକ ନିମ୍ନ ସ୍ତରୀୟ ମନୁଷ୍ୟପଣର ସନ୍ତକ। ଜ୍ଞାନ 210ରେ ପ୍ରଭୁ ଲେଖୁଛନ୍ତି, ଅଜ୍ଞାନର ବଶବର୍ତ୍ତୀ ହୋଇ ମୁଁ ଭାବିଥିଲି ଯେ କ୍ରୋଧ ହୁଏତ ଔଚିତ୍ୟଯୁକ୍ତ ହୋଇପାରିବ ଏବଂ ପ୍ରତିଶୋଧ ମଧ୍ୟ ଭବ୍ୟ ହୋଇପାରିବ। ଆମେ ଅନେକ ସମୟରେ ନିଜକୁ ଜଷ୍ଟିଫାଏ କରିବାକୁ ଯାଇ ନିଜର ଦୁର୍ବଳତାକୁ ଜଷ୍ଟିଫାଏ କରିବାକୁ ଯାଇ ବା ଏଠି ଯେଉଁ ଔଚିତ୍ୟ କୁହାହେଉଛି ସେଟାକୁ ଓଡ଼ିଆରେ ଔଚିତ୍ୟ ବା ଉଚିତ ବୋଲି ପ୍ରତିପାଦନ କରିବାକୁ ଯାଇ ଅନେକ ସମୟରେ ଆମେ କହୁ, ମୁଁ ତାର ଭଲ ପାଇଁ ରାଗିଛି, ମୁଁ ଯେଉଁ କହନ୍ତି ମଙ୍ଗଳ ପାଇଁ ମିଛ କହିଛି। ଏଇଭଳି ଭାବରେ ନିଜର ଦୁର୍ବଳତାକୁ ଲୁଚେଇବା ପାଇଁ ଆମେ ଅନେକ ଆଶ୍ରୟ ନେଉ। ତେଣୁ ସେଇଠି ଏଇ ବ୍ୟକ୍ତିମାନେ ଯେଉଁମାନେ এই ପ୍ରକାରର ଆଶ୍ରୟ ନିଅନ୍ତି, କ୍ରୋଧକୁ ଔଚିତ୍ୟଯୁକ୍ତ ବୋଲି ମନେ କରନ୍ତି ବା କୁହନ୍ତି ଏବଂ ପ୍ରତିଶୋଧ ସେତେବେଳେ ସେ ଭୁଲି ଯାଆନ୍ତି ଯେ ପ୍ରତିଶୋଧ ନେବା ପାଇଁ ଯେତେବେଳେ ଯାଆନ୍ତି ଅନେକ ସମୟରେ କୁହନ୍ତି ପୁରୁଷାର୍ଥ ନିଜର ଗୋଟେ ସମ୍ମାନ এই ପ୍ରକାରର ଅନେକ ସମୟରେ ବହୁତ ବଡ଼ ବଡ଼ ଗୁରୁତ୍ୱପୂର୍ଣ୍ଣ ମହତ୍ୱପୂର୍ଣ୍ଣ ସବୁ ଶବ୍ଦ ବ୍ୟବହାର କରି ତାକୁ କ'ଣ କରନ୍ତି, ଠିକ୍ ବୋଲି ପ୍ରତିପାଦିତ କରିବା ପାଇଁ ଚେଷ୍ଟା କରନ୍ତି। ତେଣୁ ସେତେବେଳେ ପ୍ରଭୁ ଲେଖୁଛନ୍ତି ଏସବୁ ଅଜ୍ଞାନତା ବଶତଃ ହେଇଥାଏ। ଆପଣ ଚିନ୍ତା କରନ୍ତୁ, ଯେତେବେଳେ ଆପଣ ନିଜକୁ ଜଷ୍ଟିଫାଏ ଯେତେବେଳେ ଆପଣ କହୁଛନ୍ତି ଯେ ଏଇଟା ଠିକ୍ ବୋଲି, ସେତେବେଳେ ଆପଣ ପ୍ରକୃତରେ କ'ଣ କରନ୍ତି? ନିଜକୁ ନିଜେ ଉଚିତ ବୋଲି ପ୍ରତିପାଦିତ କରିବା ପାଇଁ ଭିନ୍ନ ଭିନ୍ନ ଯୁକ୍ତିର ବା ଭିନ୍ନ ଭିନ୍ନ ପ୍ରକାରରେ ନିଜର ତଥ୍ୟଗତ ଜ୍ଞାନ ହଉ ବା ଦର୍ଶନ ଶାସ୍ତ୍ର ଯୁକ୍ତ ଜ୍ଞାନକୁ ବ୍ୟବହାର କରି ତାକୁ ପ୍ରତିପାଦନ କରିବା ପାଇଁ ଚେଷ୍ଟା କରୁ। ଆପଣ ଦେଖିବେ ଭଗବାନ ବା ସତ୍ୟ ଜ୍ୟୋତି ଜ୍ଞାନରେ ଯେ ବସବାସ କରୁଥାଏ, ସିଏ ନିଜକୁ ପ୍ରତିପାଦିତ କରିବା ପାଇଁ ଚେଷ୍ଟା କରିନଥାଏ। ସ୍ୱତଃସ୍ଫୂର୍ତ୍ତ ଭାବରେ ତାହା ପରିପ୍ରକାଶ ହୁଏ। ସିଏ ବିକଶିତ ହେବା ସହିତ ସିଏ ଅନ୍ୟମାନଙ୍କ ପାଖରେ ଧୀରେ ଧୀରେ ପ୍ରସ୍ଫୁଟିତ ହୁଅନ୍ତି। ତାଙ୍କୁ ନିଜକୁ ସେଥିପାଇଁ ପ୍ରଚେଷ୍ଟା କରିବାକୁ ପଡ଼ିନଥାଏ। କିନ୍ତୁ ଅନେକ ସମୟରେ ଲୋକ ଯେମିତି କହନ୍ତି ଯେ କିଛି ନହେଲେ ଯଦି ଟିକେ ଆଡଭର୍ଟାଇଜ ନ କରାଯାଏ ତେବେ ତମର ଭଲକୁ କିଏ ପଚାରେ। କିନ୍ତୁ ଯେଉଁମାନେ ଜ୍ଞାନୀ ଗୁଣୀ, ପ୍ରକୃତ ଜ୍ଞାନୀ ଗୁଣୀ ସତ୍ୟର ପୂଜାରୀ, ସେମାନେ ଏସବୁଥିରେ ମୁଣ୍ଡ ପୁରାନ୍ତି ନାହିଁ। କାହିଁକି ପୁରାନ୍ତି ନାହିଁ? ପୁରା କଥା ହେଉଛି ଏପଟ ସେପଟ ସ୍ପଷ୍ଟ। ମୋ ଭିତରେ ଯଦି ମୁଁ ଇଗୋକୁ ସାଟିସ୍ଫାଏ କରିବି, ଇଗୋକୁ ସମ୍ମୁଖକୁ ଆଣିବି, ତେବେ ସିଏ କହିବ ମୋତେ କ'ଣ ଯେ ଅନ୍ୟମାନଙ୍କ ପାଖରେ ମୁଁ ପ୍ରତିଷ୍ଠିତ ହେବା ଦରକାର। ଅନ୍ୟମାନଙ୍କ ପାଖରେ ମୁଁ ପ୍ରତିଷ୍ଠିତ ହେବା ଦରକାର। ଏଇ ଭାବ, ଏଇ ଆଟିଚ୍ୟୁଡ୍ ହିଁ କହିଦେଉଛି ଯେ ଇଗୋ ଇଜ୍ ଇନ୍ ଫ୍ରଣ୍ଟ।
ଇଗୋ ମୋର ସମ୍ମୁଖରେ ଅଛି। ଯେତେବେଳେ ଇଗୋ ସମ୍ମୁଖରେ ଥାଏ ସେତେବେଳେ ସେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଚେଷ୍ଟା କରିଥାଏ। ତାମାନେ ଇଗୋ ଯେତେବେଳେ ଥାଏ ପୂର୍ବ କାରିକା ମାନଙ୍କରେ କହିଲେ ଇଗୋ ଯେତେବେଳେ ସମ୍ମୁଖରେ ଥାଏ ସେତେବେଳେ ଆମେ ଭଗବତ ବିରୋଧୀ, ସେଠି ଲେଖିଥିଲେ ପରମ ଦିବ୍ୟ ଶକ୍ତିର ବିରୋଧରେ ଆମେ କାମ କରୁ। ଲେଖିଥିଲେ ସିଏ ଅହଂ ଦ୍ୱାରା ପ୍ରେରିତ ହୋଇ ଯାହା କିଛି କରିବାକୁ ଯିବ ତଦ୍ୱାରା ସିଏ ସେହି ପରମାନନ୍ଦ ଲାଭର ବିପରୀତ କାର୍ଯ୍ୟଟିକୁ ହିଁ କରିବ। ତେଣୁ ଅଜ୍ଞାନବଶତଃ ଯେତେବେଳେ ଆମେ କ୍ରୋଧ ବା ପ୍ରତିଶୋଧକୁ ଉଚିତ ବୋଲି ମନେ କରୁ, ପ୍ରଭୁ ଲେଖୁଛନ୍ତି କ୍ରୋଧରୁ ଯେତେବେଳେ ଆମେ ବାହାରି ଯାଉଛୁ, କ୍ରୋଧକୁ ଆମେ ନିୟନ୍ତ୍ରଣ କରି ତା ଉପରେ ବିଜୟ ହାସଲ କରିଛୁ, ସେ ସମୟରେ ଆମର ଯୋଉ କ୍ଷମତାରେ ଆମେ ଯୋଉ କାର୍ଯ୍ୟ କରିବା ତାହା ଅଧିକ ସୁନ୍ଦର, ଅଧିକ ଉଦାର ଦିଶିଥାଏ। କ୍ଷମତା ସମ୍ପନ୍ନ ହେଲେ ବ୍ୟକ୍ତି ଭିତରେ କାହିଁକି କେଜାଣି କ୍ରୋଧ ଆସେ। କ୍ଷମତା ଯେତେବେଳେ ଥାଏ କାହିଁକି ଆସେ, ତାର ଯଦି ରୁଟକୁ ଯିବେ ଦେଖିବେ କ'ଣ, କ୍ଷମତାର ଯୋଉ ପଦବୀ ଥାଏ ସେ ପଦବୀ ଚାଲିଯିବାର ଭୟରେ ସିଏ ନିଜକୁ ସାବ୍ୟସ୍ତ କରିବା ପାଇଁ ଯୋଉଠି ସେ ପାରନ୍ତି ନାହିଁ ସେତେବେଳେ ସେଇଠି ସେ କ୍ରୋଧ ପ୍ରକାଶ କରନ୍ତି। ଆମେ ସାଧାରଣତଃ ଯଦି କହିବା ବଡ଼ ପାଟିରେ ଆମେ ଚିତ୍କାର କରୁ, ଜବରଦସ୍ତ, ଏକ ବସ୍ ଏକ ଏଇଟା କର, ଏମିତି ସେମିତି କେମିତି ହେବ, ଏଇ ପ୍ରକାରର ଜବରଦସ୍ତ କରୁ। ଏଇଟା କେତେବେଳେ କରୁ ନା ଯେତେବେଳେ ଆମେ ହାଲିଆ ହେଇଯାଉ, ଯେ ଆମେ ପାରୁନାହୁଁ, ଧୀରେ ଧୀରେ ଆମେ ଦୁର୍ବଳ ହେଇଯାଉଛୁ, ସେତେବେଳେ ନିଜକୁ ନିଜର ପଦବୀକୁ ବଞ୍ଚେଇବା ପାଇଁ ନିଜର ଯୋଉ ଆମେ ଯୋଉ କ୍ଷମତାରେ ଥାଉ ତାକୁ ଦୁର୍ବ୍ୟବହାର କରୁ ଏବଂ ଅନ୍ୟ ଜଣଙ୍କ ଉପରେ କ୍ରୋଧକୁ ଆପଣ ପୁରା ଅସ୍ତ୍ର ରୂପେ ବ୍ୟବହାର କରନ୍ତି। କିନ୍ତୁ ଯଦି କ୍ରୋଧକୁ ଯିଏ ବଶ କରି ରଖିଥିବେ ତେବେ ତାଙ୍କ ପାଖରେ କ୍ଷମତା ଥିବ ଯେତେବେଳେ ସେଟା ସୁନ୍ଦର ଆଉ ଉଦାର। ରାଜର୍ଷି ଜନକ ହଉଛନ୍ତି ଆମ ପାଖରେ ଉଦାହରଣ। ରାଜର୍ଷି ଜନକ, ତାଙ୍କ ପାଖରେ କ୍ଷମତା ଥିଲେ ମଧ୍ୟ ତାଙ୍କ ପାଖରେ ଋଷିଚିତ ଜ୍ଞାନ ଏବଂ ଭଗବତ ସଂଯୁକ୍ତ କାର୍ଯ୍ୟ ଯୋଉ ପ୍ରଣାଳୀ ତାଙ୍କର ଥିଲା ତାହା ତାଙ୍କର ରାଜ୍ୟ ଶାସନକୁ ଅଧିକ ଐଶ୍ୱର୍ଯ୍ୟଯୁକ୍ତ, ଅଧିକ ସୁନ୍ଦର, ଅଧିକ ଉଦାର ଯୁକ୍ତ କରିପାରିଥିଲା। ଏବଂ ସେତେବେଳେ କହୁଛନ୍ତି ଯଦି କ୍ରୋଧକୁ ବଶ କରିଥିବା ବ୍ୟକ୍ତି ଧ୍ୱଂସ ସାଧନ କରେ ତେବେ ତାହା ମଧ୍ୟ ଭବ୍ୟ ହୁଏ। କେମିତି ଭବ୍ୟ ହୁଏ? ଯେତେବେଳେ ଜଣେ କ୍ରୋଧ ଉପରେ ନିୟନ୍ତ୍ରଣ କରିଛି ତେବେ ତା ଭିତରେ କାର୍ଯ୍ୟ ଗୁଡ଼ିକ ଯାହା ହୁଏ ତାହା ସ୍ୱତଃସ୍ଫୂର୍ତ୍ତ ଭାବରେ ଉଚ୍ଚତର ଶକ୍ତି ଦ୍ୱାରା ପ୍ରେରିତ ହିଁ ସେ କାର୍ଯ୍ୟ କରେ। ଯେତେବେଳେ ଆମେ ଉଚ୍ଚତର ଶକ୍ତି ଦ୍ୱାରା ପରିଚାଳିତ ହେଉଛନ୍ତି, ଆମେ ମହାଭାରତ ଯୁଦ୍ଧରେ ଦେଖୁଛନ୍ତି ଯୁଦ୍ଧ ଯେତେବେଳେ ଶେଷ ହେଇଗଲା ସେତେବେଳେ ଭୀମଙ୍କର ପୌତ୍ର ଘଟୋତ୍କଚଙ୍କର ପୁତ୍ର, ସିଏ ଯିଏ ସାକ୍ଷୀ ସ୍ୱରୂପ ସମଗ୍ର ଯୁଦ୍ଧକୁ ଦେଖିଛନ୍ତି, କେହି କେହି କୁହନ୍ତି ତାଙ୍କ ନାଁ ହଉଛି ବର୍ବରିକ ଏବଂ କେହି କେହି କୁହନ୍ତି ବବ୍ରୁବାହନ। ଭୀମଙ୍କର ପୌତ୍ର ଯିଏ ସାକ୍ଷୀ ସ୍ୱରୂପ ରହିଥିଲେ, ତାଙ୍କୁ ଯେତେବେଳେ ପଚରାଗଲା ଯେ ଯୁଦ୍ଧ କ୍ଷେତ୍ରରେ କିଏ ସେ ସବୁଠାରୁ ଅଧିକ ସାହସୀପୂର୍ଣ୍ଣ ଭାବରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛି ଏବଂ ଅଧିକ ଶତ୍ରୁକୁ ନିପାତ କରିଛି, ଏବଂ ଗଣତିରେ ଅଲରେଡି ଜଣାଅଛି ଯେ ଭୀମ ଧୃତରାଷ୍ଟ୍ରଙ୍କର ସବୁ ପୁତ୍ରଙ୍କୁ 99 ପୁତ୍ରଙ୍କୁ ନିହତ କରିଛନ୍ତି, 99 ପୁତ୍ର। ତେଣୁ ସେ ଦୃଷ୍ଟିରୁ ଭୀମ ଭାବିଥିଲେ ଯେ ମୋ ନାଁ କହିବ, ମୁଁ ଏମିତି କାର୍ଯ୍ୟ କରିଛି ବୋଲି। ଅର୍ଜୁନ ଭାବିଥିଲେ ଯେତେକ ମହାରଥୀ ମାନେ ଅଛନ୍ତି ସବୁ ମହାରଥୀଙ୍କୁ ମୁଁ ନିପାତ କରିଛି, ତେଣୁ ମୋ ନାଁ କହିବ। ଏଇଭଳି ଭାବରେ ନିଜ ନିଜର
जो युद्ध क्षेत्र रे कार्य करिसेंती तार निजे निजे भाबुथिबा बेले सी उत्तर देले कौन मु देखिथिली केवल श्रीकृष्णଙ୍କର सुदर्शन चक्र जाउची काहाकू शराघात द्वारा निहत करुची तो काहाकू गदाघात द्वारा निहत करुची तो काहाकू अन्य कौन माध्यम दली चकटी दि जाउची किंतु सबु जगार रोल किए नहीं ना सुदर्शन चक्र तेबे सेठी सेही समय रे जो युद्ध करुथिले पंचु पांडव माने सेतेबेले ताहा भगवत प्रेरित ही कार्य होउथिला सेतेबेले दुर्योधन को जेतेबेले भीम आपण चिंता करंतु शेष समय कथा जेतेबेले युद्ध सरी जाइछि दुर्योधन बंचिछि लुचिकी रहिछि सेठू जे पर्यंत सी पराजित ही नहीं तेणु कौरव पराजित बोली गणा जाई परिबनी किंतु कई कहले जे नाई नाई सी युद्ध रु पलायन कले भी सेटा हारिबा सह समान किंतु दुर्योधन को किए विश्वास करिवो सी जदि पलायन करिछि तेबे विषवृक्ष जो उपाय रे बा जो प्रकार रे रहिथिले मध्य ताहा विष ही चारिआड़ को उद्गारिब तेणु ताहा पुणी केतेबेले महान बड़ विषवृक्ष होइकी आसिब तेणु ताकू युद्ध करी पराजित करिबा निहत करिबा आवश्यक तापरे भीम दुर्योधनकर लड़ाई होइछि बहुत गुटे कथा रही किंतु कथाटी होउछि बाछिचंती दी जण परस्पर सहित युद्ध करिवे जिए जितिब से पार्टीर जितापट हैला बोली गणा जीव बोली कथा ही गला जदि दुर्योधन जीते पंचु पांडव हारिले एवं कौरव दल जीतिले बोली जणा जीव सेतोळ जदि आ कौरव पक्षरे अल्प किछि जण व्यक्ति थिले कृपाचार्य अश्वत्थामा मात्र थिले जदि भीम हारी जाए तबे पंचु पांडव हारिले यदि भीम जीति जाए पंचु पांडव जीतिले बोली ग्रहण कराଯିय बोली समस्ते राजी हेले युद्ध हैला गदा युद्ध रे दुई जन एक को आर एक कही 19-20 नुहति दी जन जाक होचंदी 20 को 20 तेणु कही काकू पारुना किंतु गदा प्रहार फल रे भीमंकर मांसपेशी रे जंत्रणा हैला बेले गदा प्रहार खाई मध्य दुर्योधनकर कौनसी प्रकार शरीर रे जंत्रणार चिन्ह देखा जाउ ना कहीं ना तांको मांकर वरदान फल रे तांको शरीरटी वज्र सदृश टाण हो जाइछि शिवंकर जो आशीर्वाद फल रे तांको मांकर अनेक जन्मर पुण्य फल रे से शक्ति प्राप्त होइछि एवं तार वरदान फल रे दुर्योधनकर शरीरटी वज्र परि टाण रही केवल तांकर उरु बा जंघ पोर्शन से सेतिकी पोर्शन केवल नरम रही किंतु गदा युद्ध रे नियम अछि कौन जंघरे प्रहार करा जाई परिबो नाही माने अंटा तळको प्रहार करा जाई परिबो नाही तेणु जहाँ भी हेले भीम हारी हारी चली शेष को दुर्योधन मारी माने माड़ गदा प्रहार फल रे हाथ गदा बाहरी जाइछि एवं ये तांको दुर्योधन तले पकई शेष जमी जेतक राग सुझिला भाया जेतक प्रतिशोध नबार अच्छी सबु जाक से शेष करने को चेष्टा करुच्ची भीम पारु नहीं शेष को जेतेबेले दुर्योधन गोटे कमेंट करुचंती से कमेंट होची आउ तू केमिति उठिबु उठ किए तते रक्षा करबास वर्तमान मोर जीतिबा होची सुनिश्चित एवं मु जीतिबी जो पांचाली द्रौपदी को मु जेमिति कहिथिली जंघरे आनी बसाइबी सेमती आनी बसाइबी समग्र सभा मझिरे देखंतु इगो इगो जेतेबेले ऊर्ध्व को चली जाए सेतेबेले से आउ नीच स्तर जेते नीच स्तर को जाई हबो सेते नीच स्तर को चली जाए आउ ताको नियंत्रण करबा संभव हुए नाही आपरे अवतारी
कहतु परम प्रभु कहतु श्रीकृष्ण आ नीरव रहिबे से समय से स्मरण करूछंती जे जंघ को प्रहार करबा पाई एवं से सेठी तांकु मारिछंती तांकर उरुरे एवं दुर्योधन हारी किंतु सेठी निर्णायक भूमिका रे जज किए रही विचारक थिले निजे स्वयं बलराम रागिगले कौन जे युद्धर नियम से गदा युद्धर नियम भंग कर रागिगले भीमଙ୍କ ଉପରେ किंतु श्रीकृष्ण से सीधा सब कहते गदा युद्धरे सिना नियम भंग होईछि किंतु आपण कहतु दुर्य भीम हाथ रे जेतेबेले गदा नथिला सेतेबेले ही ये प्रहार करुथिला गदारे प्रहार करुथिला तेबे सेटा गदा युद्ध केमिति हैला सेटा तो मुष्टि युद्ध हो गला आ हाथ रे केवल अछि हाथ तार होची गदा आ हाथ रे गदा थिबा पर्यंत गदा युद्ध गदा नहीं ये जो जुक्ति दियंतु जहाँ भी हो यही समय रे से जो दुर्योधनर जो पतन हैला ये पतनटी आवश्यक कहीं आवश्यक ना अग्रगति पाई एक समाजर अग्रगति एवं परमंकर जो विधान ता ध्येय विपरीत बा प्रतिरोध करुथिले किए से ना दुर्योधन अहंग्र वशवर्ती है जेतक निम्न प्रवृत्तिर सबुर से चरितार्थ करने को चेष्टा करुथिले से समय रे जो ध्वंस साधन ताहा भव्य ताहा आवश्यक से समय तेणु जेतेबेले जड़े क्रोध को नियंत्रण करे क्रोध पर प्रभुत्व हासिल करिथाए सेतेबेले से उच्चतर शक्ति परम प्रभु द्वारा परिचालित होई कार्य करबा ता भीतर आरंभ हुए किंतु जे पर्यंत ता न होईची प्रतिशोध हो बा क्रोध हो ये सब को आमको परित्याग करने को पड़ो कारण ये दुईटी जाक गुण होची मनीषर भी गुण नुह निम्न स्तरीय मनीषपणर बा मनुष्यपणर संतक निम्न स्तरीय तेणु आमे जो माने साधना करते आमे सतर्क रहिबा क्रोध एवं प्रतिशोध वासना एक निम्न स्तरीय मनुष्यपणर संतक यह विगत कालीर मनुष्यपणर संकट संतक आगामी कालीर मनुष्यपणर आदौ संतक नुहे तेणु आमे सचेतन रहिबा सतर्क रहिबा क्वेश्चन आज्ञा मुझे जो क्रम विवर्तन रे जो विवर्तन ही आज मनीष पर्यंत आसी मानव तापर जो विवर्तन रे मानव रूपांतर अति मानव हम तापर विवर्तन प्रक्रिया चलो ना से विवर्तन शेष पर्याय से ए प्रश्न सीधासख पचरा एवं तार उत्तर मध्य देइछंती प्रश्नटी थिला तांकर प्रश्न थिला जे विवर्तन है धीरे धीरे उद्भिदर जड़ जड़रू उद्भिद उद्भिदर प्राणी प्राणी भितरु मनुष्य एवं मनुष्य परे दिव्य सत्ता अतिमानस सत्ता अतिमानव परिप्रकाश हेबे एवं से सत्य द्वारा परिचालित हेबे तेबे सेठी विवर्तन शेष हेबो ना तापरे आउ किछि अछि श्रीअरविंद को पचरा हैथिला श्रीअरविंद कहले अतिमानव होची सत्य द्वारा परिचालित हबार प्रथम पावच्छ ये ओवर माइंड लेवल पर्यंत मनुष्यर जो अग्रगति ही मनुष्य स्तर रे आसी पहुंची तापरे अतिमानस स्तर रे प्रथम पावच्छ होची अतिमानव तापरे आहुरी बहुत पावच्छ रही तेणु विवर्तन एठी शेष हो जाऊ नाही वर्तमान पर्यंत जो जीव जगत अज्ञानता अंधकार द्वारा परिचालित होतिला सेतेबेले जो विवर्तन आरंभ हेबो इवोल्यूशन रो पार्ट 2 तार फास्ट मूल दुआ हला अतिमानव मूल दुआ हला अतिमानव तेणु सेतेबेले ताठुर आहुरी इवॉल्व हेका जिबे
ସତ୍ୟରୁ ସତ୍ୟ ଆଡ଼କୁ, ଜ୍ଞାନରୁ ଜ୍ଞାନ, ଜ୍ୟୋତିରୁ ଜ୍ୟୋତି ଆଡ଼କୁ ସେଟାକୁ ଅଧିକରୁ ଅଧିକ ବିକଶିତ ହେଇଯିବେ। ସେଠୁ ପଚରା ହେଲା ଯେ ତାପରେ କିଏ ଆସିବେ, କେମିତି ହବ? ପ୍ରଭୁ କହିଲେ ବର୍ତ୍ତମାନ ମନୁଷ୍ୟରୁ ଅତିମାନ ହବା ବହୁତ ବାଟ ବାକି ଅଛି। ମଝିରେ ଅନେକ ଗୁଡ଼ାଏ ସ୍ତର ରହିଛି। ଆଗ ଅତିମାନବ ହେଇସାର, ତାପର କଥା ଗୁଡ଼ାକ କୁହାଯିବ। କାରଣ ତମେ ଅତିମାନବ କ'ଣ ବୁଝିନାହ, ଆଉ ତା ପର କଥା ଗୁଡ଼ା କ'ଣ ବୁଝିପାରିବ? ସବୁ ସତ କଥା। ଆମକୁ ଏଇ ଅତିମାନବ କଥା କହିଲାକୁ ତାକୁ ଆମେ ବିକୃତ କରି ବୁଝୁଛୁ। ତେଣୁ ତା ପର କଥା ଗୁଡ଼ାକ ଆମେ ବୁଝିପାରିବୁନି। ତେଣୁ ସେଠି କହିଲେ ଆଗ ସେଠି ପହଞ୍ଚ, ତାପର କଥା ଗୁଡ଼ା ତମକୁ ସେତେବେଳେ ଜଣେଇ ଦିଆଯିବ। ଜାଣି ବି ପାରିବ। କିନ୍ତୁ ଏତିକି ଜାଣ ଯେ ବିବର୍ତ୍ତନ ତାପରେ ଆହୁରି ଚାଲିବ, ସତ୍ୟରୁ ସତ୍ୟ ଆଡ଼କୁ, ଜ୍ଞାନରୁ ଜ୍ଞାନକୁ, ଜ୍ୟୋତିରୁ ଆହୁରି ଜ୍ୟୋତିକୁ ବିବର୍ତ୍ତନ ଚାଲିବ। ଇଭଲ୍ୟୁସନ ପାର୍ଟ 2। ମା ଓମ୍ ପରମୋଚ୍ଚ ପ୍ରଭୁ ସତ୍ୟ ନିତ୍ୟ ତ୍ୱମେବ କେବଲମ୍ ଅନୁର୍ବର୍ତ୍ତମହି ସତ୍ୟମ୍ ଅନୁଜୀବାମ କେବଲମ୍।